ଶ୍ରୀମଦ୍ ଭଗବଦ୍ ଗୀତା ଚତୁର୍ଥ ଅଧ୍ୟାୟ 17ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ସ୍ୱଭାବତଃ ମନୁଷ୍ୟ ସ୍ୱୀକାର କରିବ ଯେ ଶାସ୍ତ୍ର ବିହିତ କର୍ତ୍ତବ୍ୟ କର୍ମମାନଙ୍କର ନାମ କର୍ମ ଏବଂ ସ୍ୱରୂପତଃ କ୍ରିୟାମାନଙ୍କର ତ୍ୟାଗ ହିଁ କର୍ମ। ତେଣୁ ଏଥିରେ ଭ୍ରମରେ ପଡ଼ିଯିବାର କ'ଣ ଅଛି? ଏଥିରେ ଜାଣିବାର ବା କ'ଣ ଅଛି? କିନ୍ତୁ ଏତିକି ଜାଣିଗଲେ ମଧ୍ୟ ବାସ୍ତବିକ କର୍ମ ଅକର୍ମ ନିର୍ଣ୍ଣୟ କରିହେବ ନାହିଁ। କର୍ମ ତତ୍ତ୍ୱକୁ ଭଲ ଭାବରେ ବୁଝିବାର ଆବଶ୍ୟକତା ରହିଛି। ଏହି ଭାବ ସ୍ପଷ୍ଟ କରିବାକୁ ଭଗବାନ କହୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, କର୍ମର ସ୍ୱରୂପ ବି ଜାଣିବା ଉଚିତ ଓ ଅକର୍ମର ସ୍ୱରୂପ ବି ଜାଣିବା ଉଚିତ ତଥା ବିକର୍ମର ସ୍ୱରୂପ ମଧ୍ୟ ଜାଣିବା ଉଚିତ, କାରଣ କର୍ମର ଗତି ବଡ଼ ଗହନ। ଏଠାରେ ପ୍ରଶ୍ନ ଆସୁଛି, କର୍ମର ସ୍ୱରୂପ ବି ଜାଣିବା ଉଚିତ, ଏହାର ଭାବ କ'ଣ? ଉତ୍ତର ହେଲା, ଏଠାରେ ଭଗବାନ କହୁଛନ୍ତି, ସାଧାରଣତଃ ମନୁଷ୍ୟ ଜାଣେ ଯେ ଶାସ୍ତ୍ର ବିହିତ କର୍ତ୍ତବ୍ୟ କର୍ମର ନାମ କର୍ମ, କିନ୍ତୁ ଏତିକି ମାତ୍ର ଜାଣିଗଲେ କର୍ମର ସ୍ୱରୂପ ଜଣାପଡ଼େ ନାହିଁ, କାରଣ ଆଚରଣରେ ଭାବର ପ୍ରଭେଦ ରହୁଥିବାରୁ ସ୍ୱରୂପରେ ମଧ୍ୟ ପ୍ରଭେଦ ଆସିଯାଏ। ତେଣୁ କେଉଁ ଭାବରେ କିପରି କରାଯାଉଥିବା କେଉଁ କ୍ରିୟାର ନାମ ଯେ କର୍ମ ଏବଂ କେଉଁ ସ୍ଥିତିରେ କେଉଁ ମନୁଷ୍ୟଙ୍କୁ କେଉଁ ପ୍ରକାର ଶାସ୍ତ୍ର ବିହିତ କର୍ମ ଯେ କିପରି ଭାବରେ କରିବାକୁ ହେବ, ତାହା ଶାସ୍ତ୍ରର ଜ୍ଞାତା ତତ୍ତ୍ୱଜ୍ଞ ମହାପୁରୁଷମାନେ ହିଁ ସଠିକ୍ ଭାବରେ ଜାଣନ୍ତି। ଅତଏବ ନିଜର ଅଧିକାର ଅନୁସାରେ ବର୍ଣ୍ଣାଶ୍ରମୋଚିତ କର୍ତ୍ତବ୍ୟ କର୍ମକୁ ଆଚରଣରେ ଆଣିବା ନିମିତ୍ତ ତତ୍ତ୍ୱବେତ୍ତା ମହାପୁରୁଷମାନଙ୍କ ଠାରୁ ସେହି ସବୁ କର୍ମ ବୁଝିବା ଉଚିତ ଏବଂ ସେମାନଙ୍କର ପ୍ରେରଣା ଓ ଆଜ୍ଞାନୁସାରେ ତାହା ଆଚରଣ କରିବା ଉଚିତ। ଏଠାରେ ଅନ୍ୟ ଏକ ପ୍ରଶ୍ନ, ଅକର୍ମର ସ୍ୱରୂପ ବି ଜାଣିବା ଉଚିତ, ଏ କଥାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ଭଗବାନ ଦେଖାଇଛନ୍ତି ସାଧାରଣତଃ ମନୁଷ୍ୟ ମନ, ବଚନ ଓ ଶରୀର ଦ୍ୱାରା କରାଯାଉଥିବା କ୍ରିୟାମାନଙ୍କୁ ସ୍ୱରୂପତଃ ତ୍ୟାଗ କରିଦେବା ହିଁ ଅକର୍ମ ବୋଲି, ଅର୍ଥାତ୍ କର୍ମରୁ ରହିତ ହେବା ବୋଲି ବୁଝେ। କିନ୍ତୁ ଏତିକି ମାତ୍ର ବୁଝିଗଲେ ଅକର୍ମର ବାସ୍ତବିକ ସ୍ୱରୂପ ଜଣାପଡ଼େ ନାହିଁ, କାରଣ ଭାବ ଭେଦରେ ଏହି ଅକର୍ମ ମଧ୍ୟ କର୍ମ ବା ବିକର୍ମ ରୂପରେ ବଳି ଦିଆଯାଏ। ଆଉ ଥରେ ପଡ଼ୁଛି, କାରଣ ଭେଦ ଭାବରେ ଏହି ଅକର୍ମ ମଧ୍ୟ କର୍ମ ବା ବିକର୍ମ ରୂପରେ ବଦଳିଯାଏ। ପୁଣି ଲୋକେ ଯାହାକୁ କର୍ମ ବୋଲି ବୁଝନ୍ତି ତାହା ମଧ୍ୟ ଅକର୍ମ ବା ବିକର୍ମ ହୋଇଯାଏ। ତେଣୁ କେଉଁ ଭାବରେ କିପରି କରାଯାଉଥିବା କ୍ରିୟାର ବା ତାହାର ତ୍ୟାଗର ନାମ କର୍ମ ଓ କେଉଁ ସ୍ଥିତିରେ କେଉଁ ମନୁଷ୍ୟ ତାହା କେଉଁ ଭାବରେ ଆଚରଣ କରିବା ଉଚିତ, ତାହା ତତ୍ତ୍ୱଜ୍ଞାନୀ ମହାପୁରୁଷମାନେ ହିଁ ଠିକ୍ ରୂପେ ଜାଣିପାରନ୍ତି। ଅତଏବ କର୍ମ ବନ୍ଧନରୁ ମୁକ୍ତ ହେବାକୁ ଇଚ୍ଛା କରୁଥିବା ମନୁଷ୍ୟ ସେହି ପୁରୁଷମାନଙ୍କ ଠାରୁ ଅକର୍ମ ସ୍ୱରୂପ ଭଲ ଭାବରେ ବୁଝି ସେମାନଙ୍କ କଥାନୁସାରେ ସାଧନା କରିବା ଉଚିତ। ଏଠାରେ ଅନେକ ପ୍ରଶ୍ନ, ବିକର୍ମର ସ୍ୱରୂପ ମଧ୍ୟ ଜାଣିବା ଉଚିତ, ଏହାର ଭାବ କ'ଣ? ଉତ୍ତର ହେଲା, ଏହାଦ୍ୱାରା ଭଗବାନ ଦେଖାଇ ଦେଇଛନ୍ତି ଯେ ସାଧାରଣତଃ ମିଥ୍ୟା, କପଟ, ଚୋରି, ବ୍ୟଭିଚାରୀ, ହିଂସା ଆଦି ପାପ କର୍ମର ନାମ ଯେ ବିକର୍ମ, ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏତିକି ଜାଣିଗଲେ ବିକର୍ମର ଯଥାର୍ଥ ସ୍ୱରୂପ ଜଣାଯାଇପାରିବ ନାହିଁ, କାରଣ ଶାସ୍ତ୍ରର ତତ୍ତ୍ୱ ଜାଣି ନଥିବା ଅଜ୍ଞାନୀମାନେ ପୁଣ୍ୟକୁ ମଧ୍ୟ ପାପ ବୋଲି ଧରି ନିଅନ୍ତି ଏବଂ ପାପକୁ ପୁଣ୍ୟ ବୋଲି ଧରି ନିଅନ୍ତି। ବର୍ଣ୍ଣ, ଆଶ୍ରମ ଓ ଅଧିକାର ଭେଦରେ ଯେଉଁ କର୍ମ ଜଣକ ପାଇଁ ବିହିତ ହେଉଥିବାରୁ କର୍ତ୍ତବ୍ୟ ହୁଏ, ତାହା ଅନ୍ୟମାନଙ୍କ ପାଇଁ ନିଷିଦ୍ଧ ହୋଇଥିବାରୁ ପାପ ହୋଇଯାଏ। ଉଦାହରଣ ସ୍ୱରୂପ ସବୁ ବର୍ଣ୍ଣର ସେବା କରି ଜୀବିକା ନିର୍ବାହ କରିବା ଶୂଦ୍ରଙ୍କର ବିହିତ କର୍ମ, କିନ୍ତୁ ତାହା ବ୍ରାହ୍ମଣଙ୍କ ପାଇଁ ନିଷିଦ୍ଧ କର୍ମ। ପୁଣି ଦାନ ଗ୍ରହଣ କରି, ବେଦ ପଢ଼ାଇ ଓ ଯଜ୍ଞ କରାଇ ଜୀବିକା ନିର୍ବାହ କରି ବ୍ରାହ୍ମଣଙ୍କ ପାଇଁ କର୍ତ୍ତବ୍ୟ କର୍ମ, କିନ୍ତୁ ଅନ୍ୟ ବର୍ଣ୍ଣଙ୍କ ପାଇଁ ତାହା ପାପ। ଆହୁରି ମଧ୍ୟ ଗୃହସ୍ଥଙ୍କ ସପକ୍ଷରେ ନ୍ୟାୟୋପାର୍ଜିତ ଦ୍ରବ୍ୟ ସଂଗ୍ରହ ଓ ଋତୁ କାଳରେ ସୁପତ୍ନୀ ଗମନ ଧର୍ମ, କିନ୍ତୁ ସନ୍ନ୍ୟାସୀଙ୍କ ପକ୍ଷରେ କାମିନୀ କାଞ୍ଚନର ଦର୍ଶନ ସ୍ପର୍ଶନ ମଧ୍ୟ ପାପ। ତେଣୁ ମିଥ୍ୟା, କପଟ, ଚୋରି, ବ୍ୟଭିଚାର, ହିଂସା ଆଦି ଯାହା ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ ତଥା ଅଧିକାର ଭେଦରେ ଯାହା ଭିନ୍ନ ଭିନ୍ନ ବ୍ୟକ୍ତିମାନଙ୍କ ପାଇଁ ନିଷିଦ୍ଧ,
ତାହା ସବୁ ତ୍ୟାଗ କରିବା ନିମନ୍ତେ ବିକର୍ମର ସ୍ୱରୂପ ଭଲ ଭାବରେ ବୁଝିବା ଉଚିତ। ଏହା ସ୍ୱରୂପ ତତ୍ତ୍ୱବେତ୍ତା ମହାପୁରୁଷମାନେ ହିଁ ସଠିକ୍ ରୂପରେ ନିର୍ଣ୍ଣୟ କରିପାରନ୍ତି। ଏଠାରେ ଅନ୍ତିମ ପ୍ରଶ୍ନ, କର୍ମର ଗତି ବଡ଼ ଗହନ, ଏପରି ବକ୍ତବ୍ୟର ତଥା ହିଁ ଅବ୍ୟୟ ପ୍ରୟୋଗ ଭାବ କ'ଣ? ଏହାର ଉତ୍ତର ହେଲା ହି ଅବ୍ୟୟ ଏଠାରେ ହେତୁବାଚକ। ଏହା ପ୍ରୟୋଗ କରି ଉପରୋକ୍ତ ବାକ୍ୟରେ ଭଗବାନ ଦେଖାଇଛନ୍ତି ଯେ କର୍ମର ତତ୍ତ୍ୱ ବଡ଼ ଗହନ। କର୍ମ କ'ଣ, ଅକର୍ମ କ'ଣ, ବିକର୍ମ କ'ଣ, ତାହା ପ୍ରତ୍ୟେକ ମନୁଷ୍ୟ ନିର୍ଣ୍ଣୟ କରିପାରିବ ନାହିଁ। ଯେଉଁମାନେ ଦିବ୍ୟ ବୁଦ୍ଧି ଦୃଷ୍ଟିରୁ ପଣ୍ଡିତ ଏବଂ ବୁଦ୍ଧିମାନ ସେମାନେ ମଧ୍ୟ ବେଳେବେଳେ ଏହି ନିର୍ଣ୍ଣୟ କରିବାକୁ ଅସମର୍ଥ ହୋଇଯାଆନ୍ତି। ଏଣୁ କର୍ମର ତତ୍ତ୍ୱ ଭଲ ଭାବରେ ଜାଣିଥିବା ମହାପୁରୁଷମାନଙ୍କ ଠାରୁ ଏହାର ତତ୍ତ୍ୱ ବୁଝିବା ଆବଶ୍ୟକ। 18ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଶ୍ରୋତାଙ୍କ ଅନ୍ତଃକରଣରେ ରୁଚି ଓ ଶ୍ରଦ୍ଧା ଉତ୍ପନ୍ନ କରିବା ନିମନ୍ତେ କର୍ମ ତତ୍ତ୍ୱକୁ ଏପରି ଭାବରେ ଗହନ ବୋଲି କହି ତଥା ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି କହି ବର୍ତ୍ତମାନ ନିଜର ପ୍ରତିଜ୍ଞା ଅନୁସାରେ ଭଗବାନ କର୍ମର ତତ୍ତ୍ୱ ବୁଝାଉଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା ଯେ କର୍ମରେ ଅକର୍ମ ଦର୍ଶନ କରନ୍ତି ଏବଂ ଅକର୍ମରେ କର୍ମ ଦର୍ଶନ କରନ୍ତି ସେ ମନୁଷ୍ୟମାନଙ୍କ ମଧ୍ୟରେ ବୁଦ୍ଧିମାନ ଏବଂ ସେହି ଯୋଗୀ ସମସ୍ତ କର୍ମ କରିଥାନ୍ତି। ଏଠାରେ ପ୍ରଶ୍ନ ଆସୁଛି, କର୍ମରେ ଅକର୍ମ ଦେଖିବା କ'ଣ ତଥା ଏହିପରି ଦେଖିପାରୁଥିବା ମନୁଷ୍ୟ ସମସ୍ତଙ୍କ ମଧ୍ୟରେ ବୁଦ୍ଧିମାନ ଓ ଯୋଗୀ ଅଟନ୍ତି ଏବଂ ସେ ସମସ୍ତ କର୍ମ କରିଥାନ୍ତି ବୋଲି କହିବାର ଯଥାର୍ଥତା କ'ଣ? ଏହାର ଉତ୍ତର ହେଲା, ଲୋକ ପ୍ରସିଦ୍ଧରେ ମନ, ବୁଦ୍ଧି, ଇନ୍ଦ୍ରିୟ ଏବଂ ଶରୀରର ବ୍ୟାପାର ମାତ୍ରର ନାମ କର୍ମ। ସେଥିମଧ୍ୟରୁ ଯାହା ଶାସ୍ତ୍ର ବିହିତ କର୍ତ୍ତବ୍ୟ କର୍ମ ତାହାକୁ କର୍ମ କହନ୍ତି ଏବଂ ଶାସ୍ତ୍ର ନିଷିଦ୍ଧ ପାପ କର୍ମକୁ ବିକର୍ମ କହନ୍ତି। ଶାସ୍ତ୍ର ନିଷିଦ୍ଧ ପାପ କର୍ମ ସର୍ବଥା ତ୍ୟାଜ୍ୟ, ତେଣୁ ଏଠାରେ ତାହାର ଚର୍ଚ୍ଚା କରାଯାଇ ନାହିଁ। ଏଣୁ ଏଠାରେ ଯେଉଁ ଶାସ୍ତ୍ର ବିହିତ କର୍ତ୍ତବ୍ୟ କର୍ମ ରହିଛି ସେଥିରେ ଅକର୍ମ ଦେଖିବାର ଅର୍ଥ କ'ଣ ତାହା ହିଁ ବିଚାର କରିବାକୁ ହେବ। ଯଜ୍ଞ, ଦାନ, ତପ ତଥା ବର୍ଣ୍ଣାଶ୍ରମ ଅନୁସାରେ ଜୀବିକା ଏବଂ ଶରୀର ନିର୍ବାହ ସମ୍ବନ୍ଧୀ ଯେତେ ପ୍ରକାର ଶାସ୍ତ୍ର ବିହିତ କର୍ମ ରହିଛି ସେହି ସବୁରେ ଆସକ୍ତି, ଫଳେଚ୍ଛା, ମମତ୍ୱ ଓ ଅହଙ୍କାର ତ୍ୟାଗ କରିଦେଲେ ତାହା ଇହଲୋକରେ ବା ପରଲୋକରେ ସୁଖ ଦୁଃଖାଦି ଫଳ ଭୋଗ କରାଇବାର ଏବଂ ପୂର୍ବ ଜନ୍ମର କାରଣ ହୁଏ ନାହିଁ, ବରଂ ତାହା ମନୁଷ୍ୟର ପୂର୍ବକୃତ ସମସ୍ତ ଶୁଭାଶୁଭ କର୍ମ ନାଶ କରିଦେଇ ମନୁଷ୍ୟକୁ ସଂସାର ବନ୍ଧନରୁ ମୁକ୍ତ କରିଦିଏ। ଏହି ରହସ୍ୟ ବୁଝିନେବା ହିଁ କର୍ମରେ ଅକର୍ମ ବର୍ଣ୍ଣନ କରିବା। ଏପରି ଭାବରେ କର୍ମରେ ଅକର୍ମ ଦର୍ଶନ କରିପାରୁଥିବା ମନୁଷ୍ୟ ଆସକ୍ତି, ଫଳେଚ୍ଛା ଓ ମମତ୍ୱ ତ୍ୟାଗ ପୂର୍ବକ ଯଥାଯୋଗ୍ୟ ବିହିତ କର୍ମ ଆଚରଣ କରନ୍ତି। ତେଣୁ ସେ କର୍ମ କରି ମଧ୍ୟ ସେଥିରେ ଲିପ୍ତ ହୁଅନ୍ତି ନାହିଁ। ତେଣୁ ସେ ମନୁଷ୍ୟମାନଙ୍କ ମଧ୍ୟରେ ବୁଦ୍ଧିମାନ ଅଟନ୍ତି, ସେ ପରମାତ୍ମାଙ୍କୁ ପାଆନ୍ତି, ତେଣୁ ସେ ଯୋଗୀ ଅଟନ୍ତି। ତାଙ୍କର କୌଣସି କର୍ତ୍ତବ୍ୟ ବାକି ରହେ ନାହିଁ, ସେ କୃତକୃତ୍ୟ ହୋଇଯାଆନ୍ତି, ତେଣୁ ସେ ସମସ୍ତ କର୍ମ କରିଥାନ୍ତି। ପ୍ରଶ୍ନ, ଅକର୍ମରେ କର୍ମ ଦର୍ଶନ କରିବା କ'ଣ? ଏହିପରି ଦର୍ଶନ କରିପାରୁଥିବା ଲୋକେ ମନୁଷ୍ୟମାନଙ୍କ ମଧ୍ୟରେ ବୁଦ୍ଧିମାନ, ଯୋଗୀ ଏବଂ ସେ ସମସ୍ତ କର୍ମ କିପରି କରିଥାନ୍ତି? ଏହାର ଉତ୍ତର ହେଲା, ଲୋକ ପ୍ରସିଦ୍ଧରେ ମନ, ବଚନ ଓ ଶରୀରର ବ୍ୟାପାର ତ୍ୟାଗ କରିଦେବା ନାମ କର୍ମ। ଏହି ତ୍ୟାଗ ରୂପକ କର୍ମ ମଧ୍ୟ ଯଦି ଆସକ୍ତି, ଫଳେଚ୍ଛା, ମମତ୍ୱ ଓ ଅହଙ୍କାର ପୂର୍ବକ କରାଯାଏ ତେବେ ତାହା ପୁନର୍ଜନ୍ମର କାରଣ ହୋଇଯାଏ। କେବଳ ସେତିକି ନୁହେଁ, କର୍ତ୍ତବ୍ୟ କର୍ମରେ ଅବହେଳନା କଲେ ତାହା ଦମ୍ଭାଚାର ପାଇଁ କଲେ ତାହା ବିକର୍ମ ରୂପରେ ମଧ୍ୟ ବଦଳିଯାଏ। ଏହି ରହସ୍ୟ ବୁଝିନେବା ହିଁ ଅକର୍ମର କର୍ମ ଦର୍ଶନ କରିବା। ଏହି ରହସ୍ୟ ବୁଝିଥିବା ମନୁଷ୍ୟ ଶାରୀରିକ କଷ୍ଟ ଭୟରୁ କୌଣସି ବର୍ଣ୍ଣାଶ୍ରମୋଚିତ କର୍ମ ତ୍ୟାଗ କରନ୍ତି ନାହିଁ କି ରାଗ, ଦ୍ୱେଷ ଅଥବା ମୋହ ବଶତଃ ଏବଂ ମାନ, ବଡ଼ିମା, ପ୍ରତିଷ୍ଠା ବା ଅନ୍ୟ କୌଣସି ଫଳପ୍ରାପ୍ତି ଇଚ୍ଛାରେ କର୍ମ ତ୍ୟାଗ କରନ୍ତି ନାହିଁ। ତେଣୁ ସେ କେବେ ହେଲେ ନିଜ କର୍ତ୍ତବ୍ୟରୁ ତଳକୁ ଖସନ୍ତି ନାହିଁ ଏବଂ କୌଣସି ପ୍ରକାର ତ୍ୟାଗରେ ମମତା, ଆସକ୍ତି, ଫଳେଚ୍ଛା ବା ଅହଙ୍କାର ସମ୍ବନ୍ଧ ରଖି ପୂର୍ବ ଜନ୍ମରେ ଭାଗି ହୁଅନ୍ତି ନାହିଁ। ତେଣୁ ସେ ମନୁଷ୍ୟମାନଙ୍କ ମଧ୍ୟରେ ବୁଦ୍ଧିମାନ,
परम पुरुष परमेश्वर सहित तांकर संजोग हो सारी थाए तेणु से जोगी अटंती एवं तांको पई कोनोसी कर्तव्य मध्य बाकी रही न थाए तेणु से समस्त कर्म करि सारी थांती। एठारे प्रश्न आसुछि जदि कर्मर अर्थ क्रियामाण कर्म विकर्मर अर्थ विविध प्रकार संचित कर्म ओ अकर्मर अर्थ प्रारब्ध कर्म बोली धरि नहीं कर्मरे अकर्म देखिबा अर्थ क्रियमाण कर्म करने समय भविष्य ताहा प्रारब्ध कर्म होई फल भोग उपस्थित हेबो बोली बुझिबा एवं अकर्मरे कर्म दर्शन करने अर्थ प्रारब्ध रूपक फल भोग भोग बेले से सबू को दुखादि भोग को निजर पूर्वकृत क्रियामाण कर्म मानकर ही फल बोली बुझिबा एवं एपरी बुझी पाप कर्म त्याग करी शास्त्र विहित कर्म करिबा तेबे किछि आपत्ति अछि कि कारण कर्म मानकर संचित क्रियामाण और प्रारब्ध एही तीनोटी प्रकार ही प्रसिद्ध। उत्तर हैला ठीक अछि एपरी मानिबा मध्य बहुत लाभप्रद एवं यह बड़ बुद्धिमत्तार कार्य किंतु एपरी अर्थ मानिनेले आदिवाचर संगीत रहिबो नहीं अतएव यही अर्थ केतेकांशरे लाभप्रद हेले मध्य प्रकरण विरुद्ध। एठार अंतिम प्रश्न कर्मरे अकर्म एवं अकर्मरे कर्म दर्शन करि पारुथबा साधक मध्य मुक्त होई जांती ना केवल सिद्ध पुरुष ही एही परिदर्शन करि पारंती। एहार उत्तर हैला मुक्त पुरुषंकर जहा स्वाभाविक लक्षण ताहा साधकंक पई साध्य अटे। अतएव मुक्त पुरुष स्वभावतः यही तत्व को जानती एवं साधक तांको उपदेशरु ताहा जानिपारी सही परि साधना करी मुक्त हो जाती। तेणु भगवान कहिछंती मु तुमको सही कर्म तत्व उपदेश देवी जहा जानी तुमे कर्म बंधनरु मुक्त होई जिवो।